ନା ହେଉଛି ରହିମ ଖାନ୍। ଘର ହେଉଛି ବାଲେଶ୍ୱର ସ୍ଥିତ ମାଣିଖମ୍ବ। ପେଶାରେ ସେ ଜଣେ ବ୍ୟବସାୟୀ, କିନ୍ତୁ ନିଶା ହେଉଛି ବିଭିନ୍ନ ବୈଦେଶିକ ମୁଦ୍ରା ସଂଗ୍ରହ କରିବା। ସେଇ ଭାଇ ଜଣକ ଆମ ନିକଟରେ ଅଛନ୍ତି। ଆମେ ତାଙ୍କର ପ୍ରତିକ୍ରିୟା ନେବୁ, ସିଧାସଳଖ ପ୍ରତିକ୍ରିୟା ନେବୁ। ଆସନ୍ତୁ ତାଙ୍କ ସହ ଆମେ ଆଲୋଚନା କରିବୁ। ସିଏ ବିଦେଶୀ ଯେଉଁ କରେନ୍ସି କାହିଁକି ସିଏ ଏକଜୁଟ କରୁଛନ୍ତି, ଆଉ କେତେ ଦିନ ଧରି ସିଏ ଏହାକୁ ଏକଜୁଟ କରୁଛନ୍ତି, ତାଙ୍କର ଉଦ୍ଦେଶ୍ୟ କ'ଣ ରହିଛି, ତାଙ୍କ ସହିତ ଆମେ ଆଲୋଚନା କରିବୁ, ତାଙ୍କର ପ୍ରତିକ୍ରିୟା ନେବୁ। ଭାଇ, ଓଡ଼ିଶା ଭାସ୍କରକୁ ଆପଣଙ୍କୁ ସ୍ୱାଗତ ଜଣାଉଛି। ଆପଣ ଯେ ଆମେ ଦେଖୁଛୁ ବିଭିନ୍ନ ଦେଶର ଆପଣ କରେନ୍ସି ସବୁ ରଖିଛନ୍ତି, ଆପଣ କେବେଠାରୁ ଏହାକୁ ସଂଗ୍ରହ କରିବାରେ ଲାଗିଛନ୍ତି, ଆଉ ଆର ଲକ୍ଷ୍ୟ କ'ଣ ରହିଛି? ମୁଁ ଦୀର୍ଘ 30 ବର୍ଷ ହେଲାଣି ଫରେନ୍ କରେନ୍ସି କଲେକ୍ସନ୍ କରୁଛି। ମୋ ପାଖରେ ବର୍ତ୍ତମାନ ସୁଦ୍ଧା 1000 ଏଭବ ଭେରାଇଟି କଏନ୍ସ ରହିଛି ଏବଂ 1000 ଏଭବ ଭେରାଇଟି ନୋଟ୍ସ ରହିଛି। ଆଉ ମୋର ଲକ୍ଷ୍ୟ ଅଛି ମୁଁ ଗିନିସ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡସରେ ନିଜର ନାମଟାକୁ ମେନସନ୍ କରାଇବା ପାଇଁ, ସେଥିପାଇଁ ମୁଁ କଲେକ୍ସନ୍ କରୁଛି। ଯେ ଆପଣ ଯେ କରେନ୍ସି କରୁଛନ୍ତି, କେମିତି କେଉଁ ଉପାୟରେ ସବୁ କରେନ୍ସି ଆଣୁଛନ୍ତି, ଆଉ କେଉଁ ଦେଶରୁ ସବୁ ଆଣିଛନ୍ତି, କେଉଁ ଦେଶରୁ ଅଧିକା କରେନ୍ସି ଆପଣ ରଖିଛନ୍ତି? ମୋର ପ୍ରାୟ ଯେତିକି ଫରେନ୍ରେ ଯେତିକି ସାଙ୍ଗ ଗୁଡ଼ା ଅଛନ୍ତି ସେମାନଙ୍କ ପାଖରୁ ମୁଁ କଲେକ୍ସନ୍ କରେ। ଯେଉଁମାନେ ମାର୍ଚେଣ୍ଟ ନେଭି ଅଫିସର ଅଛନ୍ତି ତାଙ୍କ ପାଖରୁ କିଛି କଲେକ୍ସନ୍ କରେ, ଆଉ ଯେଉଁ ବାକି ସାଙ୍ଗସାଥି ଯେଉଁମାନେ ସେମାନେ କିଛି ପାଇଲେ ସେମାନେ ମୋତେ ହେଲ୍ପ କରନ୍ତି। ଚାଲିଛି ଏମିତି। ନିଶା ଭଳିଆ ହୋଇଯାଇଛି ଆପଣଙ୍କୁ। ଆମେ ଦେଖୁଛୁ ବିଭିନ୍ନ ପ୍ରକାର କରେନ୍ସି ରହିଛି। ଯେଉଁ ଆପଣ ଯେ କରେନ୍ସି ଯେ କଲେକ୍ସନ୍ କରୁଛନ୍ତି, ଆର ମୂଳ ଲକ୍ଷ୍ୟ ରହିଛି ତ ଆପଣ କହିଲେ ଯେ ଗ୍ରିନିଜ୍ ବୁକ୍ରେ ରେକର୍ଡ଼ କରିବା କଥା କହିଲେ। ଆପଣ କହିଲେ ଯେଉଁ କରେନ୍ସି ଆପଣ ଆଣୁଛନ୍ତି, ଯେ ସାଙ୍ଗମାନେ ଦେଉଛନ୍ତି, ସବୁ ଦେଶରେ କ'ଣ ଆପଣଙ୍କ ସାଙ୍ଗ ରହିଛନ୍ତି? ମ୍ୟାକ୍ସିମମ୍ କଣ୍ଟ୍ରିଜ୍ର ମୋ ପାଖରେ ରହିଛି। ଇଭିନ୍ ଆପଣ ଦେଖନ୍ତୁ ଆଣ୍ଟାର୍କଟିକା ଯେଉଁଗୁଡ଼ା ରେୟାର, ବହୁତ ରେୟାର, ଏସବୁ ନୋଟ୍ ପାଇବା ବଡ଼ ମୁସ୍କିଲ ହୁଏ, ଯେ ଆଣ୍ଟାର୍କଟିକାର ଏଗୁଡ଼ା ମୁଁ କଲେକ୍ସନ୍ କରିଛି। ଆଉ ଯେତିକି ମୋର କରେନ୍ସି କଲେକ୍ସନ୍ କରିଛି ସବୁ ଡବଲ୍ ପିସ୍ରେ ମୁଁ କଲେକ୍ସନ୍ କରିଛି। ସବୁ କରେନ୍ସିର ମୋ ପାଖରେ ଡବଲ୍ ପିସ୍ ଲେଖା ରହିଛି। ଆଉ ବାକି ବର୍ତ୍ତମାନ ମୋ ପାଖରେ ନେପାଳ ଯେମିତି ଅଛି, ନେପାଳ, ଥାଇଲାଣ୍ଡ, USA, ସେସବୁ କଣ୍ଟ୍ରିର ଆହୁରି ଅଛି, ଯେମିତି ଇଂଲଣ୍ଡ ଅଛି, UK, ଆମେରିକା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଜାପାନ, ଏସବୁ କଣ୍ଟ୍ରିର ମ୍ୟାକ୍ସିମମ୍ ମୋ ପାଖରେ ଭେରାଇଟି ରହିଛି। ସବୁଠାରୁ ଅଧିକ କେଉଁ ଦେଶର କରେନ୍ସି ଆପଣ ଏକଜୁଟ କରୁଛନ୍ତି? ସବୁଠୁ ବେଶୀ ଥାଇଲାଣ୍ଡର ମୋ ପାଖରେ ଅଛି। କେତେ ରଖିଛନ୍ତି ଥାଇଲାଣ୍ଡରେ? ଥାଇଲାଣ୍ଡର ପାଖାପାଖି 27ରୁ 28ଟା ଭେରାଇଟି ଓନ୍ଲି କଏନ୍ ଅଛି। 10ରୁ 12ଟା ଭେରାଇଟିର ନୋଟ୍ ରହିଛି। କରେନ୍ସି ଯେଉଁଗୁଡ଼ାକ ଆପଣ ସଂଗ୍ରହ କରୁଛନ୍ତି, ଏବେ ବର୍ତ୍ତମାନ ସେ କରେନ୍ସି ଫରେନ୍ରେ ଚାଲିଛି ନା? ନାଇଁ, କିଛି ଅଛି ପୁରୁଣା ଅଛି ଯେଉଁଗୁଡ଼ା ସେଗୁଡ଼ା ଚାଲୁନାହିଁ। ଆଉ କିଛି ଅଛି ଅନସାର୍କୁଲେଟେଡ଼୍ ଅଛି, UNC କରେନ୍ସି ବି କୁହନ୍ତି। ଆଉ କିଛି ଅଛି ଯେଉଁଗୁଡ଼ାକ ବର୍ତ୍ତମାନ ରନିଂ ଅଛି, ଯେମିତି ଆପଣଙ୍କର ୟୁରୋପରେ ପ୍ରଥମେ ଇଟାଲୀର ଲିରା ଥିଲା, ଫ୍ରାନ୍ସର ଫ୍ରାଙ୍କ, ଜର୍ମାନୀର ମାର୍କ ଥିଲା, ସେଗୁଡ଼ା ସବୁ ବନ୍ଦ ହେଇଛି, ବର୍ତ୍ତମାନ ୟୁରୋ ଚାଲିଛି। ତ ପୁରୁଣା କରେନ୍ସି ମୋ ପାଖରେ ରହିଛି ଏବଂ ନ୍ୟୁ ଯେଉଁଗୁଡ଼ା ଆସୁଛି ସେଗୁଡ଼ାକ ମୁଁ କଲେକ୍ସନ୍ କରୁଛି। ବର୍ତ୍ତମାନ ଶୁଣୁଥିଲେ ଯେ ସେ ବିଭିନ୍ନ ଦେଶରେ ପ୍ରାୟ 1500ରୁ 1600 କରେନ୍ସି ସଂଗ୍ରହ କରିଛନ୍ତି। ତାଙ୍କର ଆଶା ରହିଛି କି ସେ ଗ୍ରିନିଜ୍ ବୁକ୍ରେ ନିଜର ନାମକୁ ଗ୍ରିନିଜ୍ ବୁକ୍ରେ ରେକର୍ଡ଼ କରିବା ପାଇଁ ସେ ମଧ୍ୟ ଚାହିଁଛନ୍ତି। ଆମେ ତାଙ୍କ ସହିତ ଆଲୋଚନା କରୁଥିଲୁ। ତାଙ୍କର ବିଭିନ୍ନ ଦେଶରେ ତାଙ୍କର ସବୁ ବନ୍ଧୁମାନେ ଅଛନ୍ତି ଯିଏ କରେନ୍ସି ତାଙ୍କୁ ପ୍ରଦାନ କରିଛନ୍ତି। ବାଲେଶ୍ୱରରୁ ରଞ୍ଜିତ ଦାସ, ଓଡ଼ିଶା ଭାସ୍କର।